ସେ ବି ଡ୍ୟୁଟି ଅଛି। ଓହୋ କଣ କରୁଛୁ? ଏଆଡେ ଭୋଜି ଖାଉଛି ବୋଲି ସଜବାଜ ହଉଛି। କାହା ବୁଝି? ଏ ସେ ଆମ ନୂଆ ଘର ପାଖରେ ଜଣଙ୍କର ଗୋଟେ ପିଲାଟାର ଭୋଜି ତ ଗୋଟେ ମ୍ୟାଟ୍ରିକ ଭୋଜି। ହଉ ଏଠି କୁଲୁ ବୁଲି ମୁଁ ସବୁ ସଜ ହେଇଛି ଯିବୁ ଆଉ। ହଉ ଦେଖେଇଲେ କି ଡକ୍ଟର କୁ? ହଁ ଡକ୍ଟର ଦେଖିଲେ ସେ ପିଲା ଡକ୍ଟର ଆଇଲା ଦେଖା ଦେଖି ହେଲା ଆଉ ତା ମୁଣ୍ଡ ବଥା ଟା କମୁନି ଆଉ। ଦେଖେ ମୋବାଇଲ ମୋବାଇଲ ଯା ଦେଖୁ ନା ବାପା। ମୋବାଇଲ ଯାହା ଦେଖିଲେ ପୁଣି ମୁଣ୍ଡ ବଥା ହଉଛି। ହବ ନା ଆଉ। ଏଠି କଣ ହବ ନା ଆଉ ତୁ ଦେଖୁଛୁ କେମିତି ହେଲେ। ମୁଁ ଦୂର ରଖି ଆମ ବଡ ହେଇଯାଇଛି ନା ଏବେ ସାନ ପିଲାମାନେ ଦେଖିଲେ ହବ ଏକା। କଣ ମାମି? ମୋବାଇଲ ଯାକେ ବେଶୀ ଦେଖନ ବୋଲଛି। ये 24 घंटा लगी रही तो फोन रे जुमा ସେଟା କହିଲେ ଶୁଣୁନି। 24 घंटा लगे आखि पाखे रखी लगी रही कहले और मत राखी दिवे लगे ଘରକୁ ଆଇଲା ଗଲେ ମୁଁ କହିଲି ବାପା ସବୁବେଳେ ଦେଖନା ବାପା ଧୀରେ ଧୀରେ ଟିକେ ଦେଖି ଦଉଥା ରଖି ଦଉଥା ଟିକେ ଦେଖି ଦଉଥା ରଖି ଦଉଥା ସେ ଶୁଣୁନି କହିଲା। निज मर्जीर मालिक तो କଥା ଶୁଣିବ ସିଏ। ମାଲିକ ନାଇଁ ଯେ ମାଲିକ କଥା କହୁନି ଯେ କହିଲେ ସେ ଗୋଟେ ଆମେ ଗୋଟେ ସତରେ ରହିଲେ ଭଲ ଆଉ ମୁଣ୍ଡ ବଥା ବାହାରି ପଡିଲେ ବିଜାର ନାହିଁ ବାପା। ହଁ କହିଲେ ଶୁଣୁନି। ତୁ ଆଉ ଦେଖୁଛୁ କି ସବୁବେଳେ? ମୁଁ କେବେ କେମିତି? ହଁ କେବେ କେମିତି ଦେଖିଲେ ବାଧା ନାହିଁ ସିରେ ବୋଲେ ରାତି ଖାଇଲା ବେଳେ ଝାଡା ଗଲା ବେଳେ ସବୁଥିରେ ଟାଇମ ଅଛି ଟାଇମ ଟିଭିଟା ଥିଲା ଘରେ ମୁଁ କଣ ଅନୀତି ଦେଖୁଥିଲି କି ଟିକେ ଦେଖୁଥିଲି ରଖି ଦଉଥିଲି। ହଉ ହଉ ସେମିତି ସେ ଟୁକା ମୋବାଇଲ ଦେଖି ମୁଣ୍ଡ ଖରାପ କରିଦେଇଛି। कार କିଏ ରେ ମକୁ ବଟ ନା ସାନ୍ଟା ସାନଟା ମୋଟା ସାନୁଟା ସାନଟା ତା କାଇଁ ଦବାର ଫୋନ ଏତେ ଆଉ ଦେଲେ ବୋଲେ ସେ ମୋବାଇଲରୁ ବାହାରିଲା କି କୋଡ ହେଲା କି ଯେ ହେଲେ ତାକୁ ଜ୍ୱର ଆଇକିରି ମାସେ ହେଲାଣି ଛାଣୁନି ଜ୍ୱରଟା ହେଲା ଛୋଟ ପିଲାଟା ସବୁବେଳେ ମୋବାଇଲ ଦେଖିଲା ଭଲ ନାହିଁ ନା। ସେଇଟା ମାମୁଁ ଘର କଣ ପାଇଁ କିଣିନାହାନ୍ତି ବଡ ମୋବାଇଲ ଶଙ୍କର ଦେଖିବେ ବୋଲି କି ମାମୁ ପାଖରେ ପଇସା ନାହିଁ ମାମୁ ଜାଣି ମତେ କହିଲା ମାମୁ ମୁଁ କିଣି ଦେଲେ ସେ ଫୋନ ଲାଗିବ ସେଥିଲାଗି କିଣି ଦଉନି କହିଲା। ଆଉ ଟିଉସନ ସ୍କୁଲ ଯିବନି ତାପରେ ମାମୁଁର ପୁଅର କଥା ସେ ସବୁ ତାଙ୍କ ସବୁ ସେ ନିମିଟି ଉପରେ ରହୁଛନ୍ତି ଆଉ ନହେଲେ କାଳେ ମୋବାଇଲ ଆଣିକି ଦେଲେ ସେ ଶଙ୍କର ପାଠ ପଢିବାକୁ ଯିବ କି ଆଉ ଯିବନି। ସେମିତି ଛୋଟ ଏବେ ପିଲାମାନେ ବଡ ହେଲେ ତାଙ୍କ କିଣିଲେ ମୁଣ୍ଡକୁ ମାଇଣ୍ଡ ହେଲେ କିଣିଲେ ତାଙ୍କୁ ଚଳେଇବେ ଛୋଟ ପିଲା ଯାକ ପରା। କିଏ କହିଲା ହେଲେ ହେଇଛି ବା ଆଉ କହିଲେ ମୁଁ ମନରେ ଭାବୁଛି ମୋବାଇଲ ଯାହା ଦେଖିଲେ ମୁଣ୍ଡ ଭତା ବାହାରୁଛି ପରା ଭାବୁଛି। ଭାରି ମୁଣ୍ଡ ତ ବଥା ଭାରି ହଉଛି 24 ଘଣ୍ଟା ଲାଗି ରହିଥିବ ଫୋନରେ ହବନି ଆଉ। ହଁ ଛିଟା ହଉଛି କଥା ନହେଲେ ଆଉ କିଛି ନାହିଁ। ତାପରେ ଆମେ ସିନା ଏବେ 5-10 ମିନିଟ୍ ଦେଖୁଛୁ ଅଧଘଣ୍ଟା ଦେଖୁଛୁ ଘଣ୍ଟାଟେ ଦେଖୁଛୁ ତାପରେ କାମ ଥାଉଛି ସେ ଛୁଆଟା ତାର କି କାମ ଥିବ ସେ ଦେଖିକି ରହିଥିବ। ହଁ ଛୁଆ ଲୋକ ପରା ତା ମାଟି ହେଇକି ରହିଲେ ମୁଣ୍ଡକୁ କୋ ଶିରରେ କୋଟା ସେ ଇଏ ହେଇଯିବନି। ସେ ନାନୀ ଟା ସେମିତି ହେଇଗଲା ସେ ନାନୀ ଆଉ କଣ ପାଇଁ ସେମିତି ହେଲା ସେ ଟିଭି ଦେଖି ନା ଆଉ। ହଁ ଟିଭି ଦେଖିରି ଟିଭି ଗୋଟେ ମୋବାଇଲ ଗୋଟେ ତାର ନିମିଟି ଅଛି ନିମିଟି ଉପରେ ଦେଖିବ ଏବେ 10-12 ବର୍ଷ ହେଲା ମୁଁ ଟିଭି ଦେଖିଲି କଣ ମୁଁ ଦିନ ରାତି ତାର ଏକା ରହିଲି କି ମୋ ଇଚ୍ଛା ହେଲାଟା ପକେଇଲି ଦେଖିଲି ନହେଲେ ବନ୍ଦ କରିଦେଲି ଏଟା 2 ମାସ ହେଲା ଟିଭି ନାହିଁ ଆଉ କଣ ମୋ ମୁଣ୍ଡ ଠିକ ରହୁନି କି ସେମିତି। ହେଲେ ଗଲେ ତାଙ୍କ ଘରକୁ ଗଲେ ଅଛନ୍ତି। ନାଇଁ ଭଲ ଲାଗିଲେ ଯିବେ ସେ କହିଛି 3 ଦିନ ପାଇଁ ସେ 3 ଦିନ ପାଇଁ ଦବ ମେଡିସିନ ପତ୍ର ଦେଇଛି ଆଉ କହିଲା ଟିକେ ରହିବ ବୋଲେ ମୁଁ ଭଲ କରିଦେବି କହିଲା ତାହେଲେ ରହିବେ ଆଉ। ରହିବେ ସିଏ ମଜା ଧୁଆ କଚା କଚି ସବୁ କରୁଛି ଝିଅ ମୁଁ ଠିଆ ରାନ୍ଧୁଛି। ସେ କହିଲା ମୋ ଝିଅ ଆଇଲେ ସବୁ ପାଇଟ୍ କରିବ ତୁ ଖାଲି ଟିକେ ରାନ୍ଧିକି ଦେଇଦବୁ ହଉ ଆଉ। ବୋଉ ଆଇଛି 4 ଜଣ ଯାକ ଆଇଛ ଚାଇ ପକେଇକିରି ଆଉ ସେମିତିଆ କଥା ଆଉ କିଛି କରିବା ପଇସା ପାଣି ଭଳିଆ ସରିଯାଉଛି ନା ପିଲାଟା ଭଲ ହଉନି। ବେକଟା ମୁଡି ହେଇଯାଉଛି ରେ ଦିହରେ ମାଉଁସ ନାଇଁ ରେ ଆଉ ମୁଣ୍ଡ ଟା ଭାରି ବୋଲେ ମୁଣ୍ଡ ଟା ଏଡେଟା ହେଇଛି ରେ ପୁରା ଶୁଖି ଯାଉଛି ପିଲା ଆଉ ଖାଇବା ହଉନି ଖାଇ ପାରୁନି କଡା। ଫୋନ୍ ଦୁହିଁକି ଦେଖୁଥିବ ନା। ଆଉ ତମ ଦି ଭାଇର ଦିହ ମୁଣ୍ଡ ଭଲ ଅଛି ତ? ହଁ ଭଲ ଅଛି। କାଲି ବୋଉ ଲଗେଇଥିଲା ଇଆଡୁ ସିଏ ଗୋଟେ ମୁଣ୍ଡରେ ଭର୍ତ୍ତି କଲା ମତେ ସେ କଣ କହିଲା? କହିବାଟା ଖାଲି ହୁଁ ଆକା କଲି ପୁଅ ଦେଖେ ଆମେ ଆଗେ ଫୋନ କରୁଛୁ ସମସ୍ତିକି ତ ପିଲାମାନେ କଲେନି ତୋର ବୁଢା କଲାନି ତତେ 3-4 ଥର ଆମେ ଆଗେ କଲୁ ମତେ ତ ବୁଝୁନି ମୁଁ କରିବି କି ଲଗେଇଲି ନା ତୋ ବୁଢା ଟିକେ ପାଶୁରି ଗଲା କରୁନି ତ ପୁଅ ମାନେ ଆମ ପାଖରେ ଆଇକି ରହିଲୁ ତ ପୁଅ ମାନଙ୍କୁ କଲେନି ସବୁ ଗାଇ ହେଲା ତାକେ ନ କଲେ ମୁଁ କିସ କରିବି ବୋଲି କହିଲି। ଏମିତି ସବୁ ଗାଇ ହେଲା କାଲି।
ଆଉ ତାଙ୍କେ ମଙ୍ଗଳବାର ଦିନ ଗାଡି ଚଢିବେ। ହୁଁ ହଉ। ଆଉ ତାଙ୍କର ଏବେ ଦେଖେ ମୋବାଇଲ ମାମ ପାଖରେ କଣ ପଇସା ନାହିଁ, ବଡ ମୋବାଇଲ ପୁଅକୁ ଦେଇଥିଲା, ବେକାର ହେଇଯିବ, ପାଠକୁ ଯିବନି, କାହା କଥା ମାନିବନି, ତାକୁ ମୋବାଇଲ ଦଉନତି କିଣିକି। ହଉନି କି ସ୍କୁଲରେ ପାଠ ହବ, ମୋବାଇଲରେ ପାଠ ହବ କି? ଏ ମୋବାଇଲ ପାଠ ହଉ, ସେ ବଡ ବଡ ଲୋକ ପଢିବେ ତାଙ୍କେ। ହଁ ତୁ ଟିକେ ନିମିଟ କରିତେ ମୋବାଇଲ। ହଁ ହଁ। ଭାଇନା ପୁଣି ସେତେ ଦେଖୁନି, ତୁ କା ଦେଖୁଛୁ। ଖାଇଲେ ବି ହେଲେ କଣ ଯାଉଛୁ ଭୋଜି ଖାଇବାକୁ ଯାଉଛୁ ପରା କହିଲି। ସକାଳେ ଖାଇନ କି? ସକାଳେ ପଖାଳ ଥିଲା ଖାଇଲୁ, ଆଉ ତାଙ୍କେ ଟିକେ ଇଏ ଆଣିଲେ, ପୁଅ ଟିକେ ଇଏ ଟିକେ ଆଣିଲେ ଖାଇଲେ, ଆଉ ମୁଁ ଟିକେ ଖାଇଲି, ରାତି ରୁଟି ଥିଲା ମୁଁ ଟିକେ ଖାଇଲି, ସବୁ ଖା ପିଅ କଲୁ, ମଜା ଧୁଆ କଲୁ, ଏଠି ଯାଉଛୁ ଭୋଜି ଖାଇବାକୁ। ଆଉ ତୁ ଆଜିକା ଗଲୁ ନା କାଲିକା ଗଲୁ ଡ୍ୟୁଟି? କାଲି ଗଲି। ଓହୋ, ଦେହ ମୁଣ୍ଡ କିଛି ଲାଗିଲାନି ତ ଟ୍ରେନରେ ଗଲୁ ଯେ? କିସ୍ କରିବା, ଗରିବ ଲୋକ ତ କଷ୍ଟ କରିବାକୁ ପଡିବ ଆଉ। ହଉ ଲୋ ବାପା, ହଉ ଆଉ କିଛି ଟ୍ରେନରେ ଗଲି କିଛି କଷ୍ଟ ଲାଗିନି କହୁଛି ଆଉ, ଡ୍ୟୁଟି କାଲି ଗଲି ତ ଗରିବ ପିଲାମାନେ ଆଉ। ଆଉ ତୋ ବାପାର ତ ସମ୍ପତ୍ତି ନାହିଁ ରେ ବାପା। ବାପା କି କଥା ଯାକ, 4 ଏକର ବାରି ଅଛି ବାପା। ଏଠି ବଡ ହଉ ତ କହୁଛୁ କି, ଦେଖେ 4 ଏକର ବାରି ଦାଣ୍ଡ ବାରିକିରି ଜମିକିରି ସବୁ ଅଛି ତ ବାପାର, ବସିକି ଖାଇବ ଆଉ। ନା ତ ବାପାର ହ୍ୟାଲୋ ନମସ୍କାର। ବୁଢାଟି ହେଇଥା, କଣ କରୁଛୁ ବାପା? ଡ୍ୟୁଟି ଅଛୁ ଆଉ। ଆଉ ମାମା କଣ କହୁଛି? ମାମା କଣ କହିବ, ବାବା ତ ଗରିବ ଲୋକ କହୁଛନ୍ତି, ବାପା ଗରିବ ଲୋକ କହୁଛନ୍ତି ଯେ, ଆମେ କହୁଛୁ ଆମ ବାପାର ଟିକେ ବଡ ବାଡି ନା, 3-4 ଏକର ବାରି ଅଛି ଖାଲି, ଆଉ ଗରିବ ଲୋକ ସେଇଟା କହୁଛି ଆଉ। ହଉ ଆଣିଯିବ, ଯାଉନ ଡେଣୁଆ। ଡେଣୁଆ ସମସ୍ତେ 3 ଜଣ ଯାକେ ତ, 4 ଜଣ ଯାକେ ତ ଭାଗ ମାଗିବ। ଅଛି କି ସତରେ? ସତରେ ଅଛି ନା ଆମ ବାପା ଜମି? ଅଛି ନା, ଆଉ କମ ସମ୍ପତ୍ତି ବାଡି ବହୁତ। ହଁ ଜମିଦାର ବୋଲି ନା ପଡୁଥିଲା ତ ଜେଜି ବାପାର ନା। ତୁ ଡେଣୁଆ ଗଲେ ଜାଣିବୁ ତ, ତାର ନାତି ବୋଲି ପରିଚୟ ଦେଲେ ସମସ୍ତେ କେମିତି ଏବେ ଦେଖିବୁ, ତୁ ତ ଯାଇନୁ ଜାଣିନୁ। ଆଉ ତୋ ବାପା କଣ, ସେ 2 ଭାଇ ତ ରାଗ ସକାଶେ କିଏ ଖାଇବୁନି ବୋଲି ସେ ଜଣକୁ ଦେଇକି ପଳେଇ ଆଇଲା। ନାଇଁ ତୁ ଜାଣିଛୁ ନା ମା କହିଛନ୍ତି ତତେ? ନାଇଁ ମୁଁ ଜାଣିଛି ଆଗରୁ, ତୋ ମା ବାହା ନ ଆଗରୁ ଆମେ ଜାଣିଛୁ। ଆଉ ଅଜା ନାଇଁ କି, ତୋର ଅଜା ଆଉ ତୋର ଜେଜି ବାପା ଇଏ ତହସିଲଦାରରେ ଇଏ ଲେଖାପଢା କରନ୍ତି ଅମିନ। ଆଉ ଆମେ ଜାଣିଛୁ, ଆଉ ମୋ ଜେଜିମା ତୋ ଜେଜିମା ଜାଣିଲୁ, 2 ଭଉଣୀ ତାଙ୍କେ, ତାଙ୍କ ବାପ ଘର ହେଲେ ମୁଁ ଦେଖିଛି। ତୋ ବାବାର ମାମୁଁ ଘର ଆଉ ମୋ ନନାର ମାମୁଁ ଘର ଗୋଟେ ଏମିତି ସାଇ ପଡିଶାରେ, ଜାଣିଲୁ, ମୁଁ ସବୁ ଜାଣିଛି ତମର। ଆମ ଘରର ଗୋଟେ ଇଏ ଭଳିଆ। ତୁ ଗଲେ ଡେଣୁଆ ଗଲେ ଜାଣିବୁ। ହଉ ଯିବା ଗୋଟେ କେବେ ଆଉ। କେବେ ଯା, ପରିଚୟ ଦେଲେ କୁନିଆର ପୁଅ ବୋଲିକି ପରିଚୟ ଦେବୁ। ତତେ ଦେଖିଲେ ତ ଚିହ୍ନି ଦେବେ। ଜେଜେବାପା ନା କଣ ଯେ? ବିକଳ ସାବୁତୁ। କହିବା ଆଉ। ବିକଳ ସାବୁତର ନାତି ମୁଁ। ବୋଲି କହିବୁ। ଆଉ ତୋ ବଡ ବାପା ନା କୈଳାସ ସାବୁତୁ। ଆଉ ମଝିଆଟା ନା ରମେଶ ସାବୁତୁ। ଆଉ ତୋର 3ଟା ପିଇସି, 3 ବାପା ସାଙ୍ଗରେ 3 ଭାଇ 3 ଭଉଣୀ ତାଙ୍କେ। ଆଉ ସବା ବଡଟା ବାହା ହେଇଥିଲା ବିଲିଗିରାମରେ। ବିଲିଗିରାମରେ ବୋଲେ ମୋ ପିଇସି ଘର ଗାଁରେ ବାହା ହେଇଥିଲା। ମୁଁ ଯାଇଛି ତୋ ପିଇସି ଘରକୁ ଗଲେ ଯାଇଛି। ମୁଁ ସବୁ ଜାଣିଛି। ଆଉ ଦିଅନି ତାକୁ ମୋବାଇଲ ଦିଅନି ସାନ ପିଲାକୁ। ନାଇଁରେ କଣ ହଉଛି ରେ, ମୁଣ୍ଡ ତ ବଥାରେ ଏବେ କିରେ ମାସେ ହେଲେ କେତେ ଔଷଧ ଦଉଛୁ ଛାଡୁନି। ମୋ ପିଲା ଚାଲି ପାରୁନି ଆଉ। ସେ ଲୁଇଙ୍ଗି ଦେଖୁଥିବ ନା ମୋବାଇଲ ଟା ଏମିତି ମୁଣ୍ଡ ଲୁଆଇକି, ସେଥିପାଇଁ ଟିକେ ବଥା ହଉଥିବ। ସାନ ମୋବାଇଲ କିଣି ନହେଲେ। ବଡ ମୋବାଇଲ ରଖିଦେବି, ସାନ ମୋବାଇଲ ଏବେ କିଣିବି ନହେଲେ। ରଖିଦେବି, ଏ 2ଟା ଆଗ ମୋ ମୁଣ୍ଡ ଖାଇଦେଲେ। ସେ ବଡଟା ତ ଆଉ ଛାଡୁନି ପିଇବାର। ସେଇଟା ପିଲାମାନଙ୍କୁ ଗେମ୍ କାଢି ଦେଇଛନ୍ତି, ସେଇଟା ପିଲାମାନଙ୍କୁ ନଷ୍ଟ ହେଇଯାଉଛି। ଏଠି ମୁଣ୍ଡ ବଥା ଛାଡୁନି, ଆସିକି ପିଲା ଡାକ୍ତର ଦେଖିଲା,
କାଲି ଗୋଟେ ଥର ମେଡିସିନ ଖାଇଥିଲା ରାତିରେ ମୁଣ୍ଡ ବଥା ବାହାରି ପଡିଲା ପାହାନ୍ତାକୁ ଯେ ସେଠି ଏପର୍ଯ୍ୟନ୍ତ ମଣିଷ ହେଇପାରୁନି ଆଉ ଏବେ ସେଠି ଏବେ ଟିକେ ଉଠିଲା ଟିକେ ହରଲିସି ତୋ ମା କରିଦେଲା ଟିକେ ପିଆଇଲୁ ବଇଛି ନା ମୁଁ ଯିବି ତମ ସାଙ୍ଗରେ ଠିଆ ହେଇପାରୁନି ଇଏ କୁଆଡେ ଯିବ ଭୋଜି ଖାଇବାକୁ ବେଳାକୁ ମୁଁ ଆଣିଦେବି ଖାଇବୁ ସିନା ଛୁଆ ବୋଲି କଟାପୁର ଶୋଇଛି ଏବେ ଆଉ ଥରେ ସେ ଡାକ୍ତର ଆଇବ ସେ ମୋବାଇଲ ରଖିଦେଇଥା ଆଉ ସାନଟା କିଣିଦିଅ ଗୋଟେ ହଇକି ନାଇଁ ସାନଟା କା କିଣିମି ଏଟାକୁ ରଖିଦେବି ସିମ୍ ଫିମ୍ କାଢିଦେବି ଏଟାକୁ ସେ ଆମକୁ 10 ସେଣ୍ଟ ସରିଲା ପରେ ଦବ ସିନା ହଇ ସିଏ ମାଷ୍ଟରାଣୀ ମାନେ ବାଇଆ କରିଦେଲେ ରେ ଆମେ ଅନଲାଇନ ରେ ପାଠ ପଢେଇବୁ କିଣ ମାଉସୀ ବେଳା କିଣିନି ବୋଇଲା ନାଇଁ ଗୋଟେ ଛୋଟ ମୋବାଇଲ ଟା କେତେ ଟଙ୍କା ପଡିବ ରେ କେତେ 1000-1500 ଟଙ୍କା ପଡିବ ଆଉ ଅନଲାଇନ ରେ ମାଗିଲେ ଆସିବ ଅନଲାଇନ ସେ ଭଲ ଅଛି ନା ଫୋନ ଟା ରିଟର୍ନ କିଏ କରିବ ଦୋକାନ କିଣି ତା ରିଟର୍ନ କରିପାରୁଛୁ ହଉ ଦେଖିବା ନହେଲେ ଗୋଟେ 1000 ଟଙ୍କା ଦେଖିବୁ ନାଇଁ ଟିଭି ଫିଭି ଆଉ କିଛି ଆଣିବୁ ହଇ ଖାଲି ଫୋନ ଆଇବ 15-16 ବର୍ଷ ହେଲେ ତାପରେ କିଣିବ ଟିଭି ମୋବାଇଲ ହଇରେ ସିଏ ସାନ ହେଲେ ବଡ ହେଲେ ପିଇ ଯାଉଛି ରେ ଏଇଠି ଧରିଛି ଏଇଠି ଫୋନ ଦବ ତାକୁ ଫୋନ ଦବ ନାଇଁ କଥା ମାମୁ ଯାଇ ହ୍ୟାଲୋ ହଁ କଣ କରୁଛୁ ରେ ନମସ୍କାର କରନୁ ନମସ୍କାର ନମସ୍କାର କାଇଁ ଖେଳୁଛୁ ସେ ଗେମ୍ ଯାକ ଫିଫାର ଖେଳୁଛି ବଡ ହେଲେ ଖେଳିବ ସିନା କେମିତି ଭାଇ ରହୁଛି କଣ ବଡ ପିଲା ହେଲେ ଖେଳିବ ସିନା ତମକୁ 15-20 ବର୍ଷ ହେଲେ ଏବେ କାହିଁ ଖେଳୁଛ ହ୍ୟାଲୋ କରେ କଣ ପଚାରୁଛୁ ପୁରା କଣ କହୁଛ ଭଲ ବୁଝା ପଡୁନି ପୁରା କାଇଁ ଫ୍ରି ଫାୟାର କାହିଁ ଖେଳୁଛୁ ତୁ ଖେଳିବୁ ନାହିଁ ହଉ କି ହଉ ହଉ ନହେଲେ ଆଇଲେ ବାଡେ ମାତ୍ର ହଉ ହଷ୍ଟେଲ ଜଏନ କରିଦୁ ତାପରେ ଜଣେ ରହୁଥିବ ବାବୁ ହଉ କଣ କରିବୁ ଯେ ହଷ୍ଟେଲରେ ଜଏନ୍ କରିଦବା ଫ୍ରି ଫାୟାର ଖେଳିବୁ ବୋଲେ ହଷ୍ଟେଲ ଜଏନ ହବ ହଉ କି ହଉ ହଉ ଖେଳିବୁ ନାହିଁ ଫ୍ରି ଫାୟାର ହଉ କି ହଉ 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 ରଖୁଛି ହେଲେ କଣ ମାମି ଦିଅ ରଖୁଛି ହଉ କି ପରେ ଫୋନ କରିବି ସିନା ହଉ ହଉ ହଁ ମେ ଶାନ୍ତା ହଁ ଭଲ ଅଛ ଅପା ଭଲ ଅଛି ହଁ